जगन्नाथ जगन्नाथ जय जगन्नाथ जगन्नाथ जय जगन्नाथ। श्री जगन्नाथ नीलाचल धाम अनादि कालरू लीला करी आसुछंती। तांको लीलार अंत नहीं। से अंतर्जामी, समस्तंक अंतर कथा तांको ही जना। से महाबाहु, तांको डोरी न लगिले आमे किए आउ तांको दर्शन किए। अपलक नयन रे से चाहिछंती। बाहु प्रसारी से समस्तंको आपनार करी नेउछंती। धन्य तांकर महिमा, धन्य तांकर करुणा। एई अनुभूतिटी कहूची ब्रह्मकमल फूल पाई किपरि महाप्रभु दया कले। एई फूलटी प्रभुंक पाखरे किपरि भाବରେ जाई पहुँची पारिला, ଏହା ହିଁ ଏଇ ଅନୁଭୂତିର ବିଷୟ ବସ୍ତୁ। କରି କରାଉ ଥାଉ ତୁହି ତୋବିନୁ ଆନ ଗତି ନାହିଁ। ପ୍ରକୃତରେ ତୁମେ ଯାହା ଅନ୍ତରରୁ ଭାବିଥିବ ମହାପ୍ରଭୁ ତାକୁ ଆପେ ଆପେ ବାଟ କରାଇ ନେବେ। ବ୍ରହ୍ମକମଳ ନାଁଟି ଶୁଣିଲେ ମନରେ ଗୋଟିଏ ଭକ୍ତିଭାବ ଆପେ ଆପେ ଚାଲି ଆସେ। ଭାରି ଦୁର୍ଲଭ ଫୁଲ ଇଏ। ଏଇ ଗଛଟି ମୋ ଯା ଆଣି ମୋତେ ଦେଇଥିଲେ ବମ୍ବେରୁ। ତାଙ୍କରି ଠାରୁ ଶୁଣିଛି ଏଇ ଫୁଲ ବିଷୟରେ। ଏଇ ଫୁଲଟି ରାତିରେ ଫୁଟେ। ଅପା ସେଇ ଫୁଲଟିକୁ ପୂଜା କରି ଲଡ଼ୁ ଭୋଗ କରି ଜଗନ୍ନାଥଙ୍କ ମନ୍ଦିରକୁ ପଠାନ୍ତି। ଏଇ ଗଛଟି ମୁଁ ଲଗାଇଲା ବେଳେ ମନେ ମନେ ଜଗନ୍ନାଥଙ୍କୁ କହିଥିଲି, ହେ ପ୍ରଭୁ, ଏଇ ଗଛରେ ଫୁଲ ଫୁଟିଲେ ମୁଁ ଆପଣଙ୍କ ପାଖରେ ନେଇ ଦେବି। ଏଇ ଭିତରେ 5-6 ବର୍ଷ ବିତି ଯାଇଛି, କିନ୍ତୁ ଫୁଲଟିଏ ଫୁଟି ନାହିଁ। ସଦାବେଳେ ଭାବେ କେବେ ଫୁଲ ଫୁଟିବ। କହନ୍ତି କି ଭଲ ସମୟ ଆସିଲେ ଏଇ ଫୁଲ ଫୁଟେ। ଆଉ ଏଇ ଫୁଲ ଫୁଟିଲେ ଆପଣ ଯାହା ମନରେ ଭାବିଥିବେ ତାହା ନିଶ୍ଚୟ ପୂର୍ଣ୍ଣ ହେବ। ମୁଁ ଏଇ ଗଛଟିକୁ ଆମ ବାଲକୋନିରେ ରଖିଥିଲି। ଏଇ ବର୍ଷ ବାହୁଡ଼ାର ପରଦିନ ଠାକୁର ସୁନାବେଶ ହୁଅନ୍ତି। ସୁନାବେଶ ପରଦିନ ମୁଁ ବାଲକୋନିକୁ ଝାଡ଼ୁ ମାରିବାକୁ ଗଲାବେଳେ ଦେଖିଲି ଫୁଲଟିଏ ଫୁଟି ଝାଉଁଳି ପଡ଼ିଛି। ପାଖକୁ ଯାଇ ଦେଖିଲା ପରେ ଜାଣିଲି ବ୍ରହ୍ମକମଳ ଫୁଲଟି କାଲି ରାତିରେ, ମାନେ ସୁନାବେଶ ଦିନ ରାତିରେ ଫୁଟିଛି। ସକାଳୁ ସୂର୍ଯ୍ୟକିରଣ ପଡ଼ି ଝାଉଁଳି ପଡ଼ିଛି। ଫୁଲଟିକୁ ଦେଖିଲା ପରେ ମନ ମୋର ଭାରି ଦୁଃଖରେ ଭରିଗଲା। ମନେ ମନେ ଜଗନ୍ନାଥଙ୍କୁ କହିଲି, କ'ଣ ମୋର ଦୋଷ ଥିଲା ପ୍ରଭୁ? କାହିଁକି ମୋତେ ଜଣେଇଲେନି ଫୁଲଟିଏ ଫୁଟିଛି ବୋଲି? ମୁଁ ମନରେ ଭାବିଥିଲି ପ୍ରଥମ ଫୁଲ ଆପଣଙ୍କ ପାଖରେ ଦେବା ଲାଗି। ମୋ ଝିଅ କହିଲା, ମା, କ'ଣ ଠାକୁରଙ୍କର ଇଚ୍ଛା ଥିବ ସେଥିଯୋଗୁଁ ତୁ ଜାଣିପାରିଲୁନି। ବ୍ୟସ୍ତ ହୁଅନା, ସେ ଫୁଲକୁ ପୂଜା କରି ଆଣି ଆମ ଘର ଜଗନ୍ନାଥଙ୍କୁ ଦେଇଦିଅ। ମନଟା ମୋର ଦୁଃଖରେ ଭାଙ୍ଗି ପଡ଼ୁଥାଏ। କାହିଁକି ମୁଁ ଜାଣିପାରିଲି ନାହିଁ? ମୁଁ ମୋ ସ୍ୱାମୀଙ୍କୁ କହିଲି। ସେ କହିଲେ, କାହିଁକି ଏତେ ବ୍ୟସ୍ତ ହେଉଛ? ସବୁ ସେଇ ପ୍ରଭୁଙ୍କର ଇଚ୍ଛା। କ'ଣ ତାଙ୍କର ଇଚ୍ଛା ଥିବ ସେଇଥି ଯୋଗୁଁ ତୁମେ ଜାଣିପାରିଲନି। ବ୍ୟସ୍ତ ହୁଅନି, ସେଇ ଫୁଲ ପାଖରେ ଭୋଗ କରି ଆଣି ଆମ ଠାକୁରଙ୍କୁ ଫୁଲଟିକୁ ପିନ୍ଧାଇ ଦିଅ। ହଠାତ୍ ମୋ ମନରେ ଆସିଲା, ମୁଁ ଯାଇ ଗଛଟିକୁ ଆଉ ଥରେ ଦେଖିଲି। ସେଥିରେ ଆଉ ଗୋଟିଏ କଢ଼ ହୋଇଛି। ମନଟା ମୋର ଭାରି ଖୁସି ହୋଇଗଲା। ମନେ ମନେ ଭାବିଲି, ଯଦି ପ୍ରଭୁଙ୍କର ଦୟା ଥିବ ତାହେଲେ ଏଇ ଫୁଲଟିକୁ ନେଇ ଜଗନ୍ନାଥଙ୍କୁ ଦେବି। ତାପରେ ସଂକ୍ରାନ୍ତି ପଡ଼ିଲା। ଆମ ଘରର ପୁରୋହିତ ନନା ଆସିଲେ ଘରକୁ ହୋମ କରିବା ପାଇଁ। ମୁଁ ତାଙ୍କ ଆଗରେ ଏଇ ଫୁଲ ବିଷୟରେ କହିଲି। ସେ ସବୁ ଶୁଣିଲେ ଆଉ କହିଲେ, ବ୍ୟସ୍ତ ହୁଅନି, ଏଇ ଫୁଲଟି ଫୁଟିଲେ ଆମେ ନିଶ୍ଚୟ ନେଇ ଜଗନ୍ନାଥଙ୍କ ପାଖରେ ଦେବା। ମୋର ଗୋଟିଏ ସଂକୀର୍ତ୍ତନ ଦଳ ଚିହ୍ନା ଅଛନ୍ତି, ତାଙ୍କୁ ଆମେ ସାଙ୍ଗରେ ନେଇକି ଯିବା। ସିଏ କୀର୍ତ୍ତନ କରିକି ଯିବେ। ସବୁ ଶୁଣି ମନଟା ମୋର ଭାରି ଖୁସି ଲାଗିଲା। ଦେଖାଯାଉ କ'ଣ ପ୍ରଭୁଙ୍କର ଇଚ୍ଛା। ଆମେ ପ୍ରତିଦିନ ଫୁଲଟିକୁ ଦେଖୁଥାଉ କେବେ ଫୁଟିବ। 2019 ମସିହା ଜୁଲାଇ 23 ତାରିଖ ମଙ୍ଗଳବାର। ସେଦିନ ସକାଳୁ କଢ଼ ଥିଲା। ଦିନ ଗୋଟାଏ ବେଳେ ଦେଖିଲା ବେଳକୁ କଢ଼ଟିର ମୁହଁ ଖୋଲି ଫୁଟିବା ପାଇଁ ଆରମ୍ଭ କଲା। ମୁଁ ସ୍ୱାମୀଙ୍କୁ ଡାକି ଦେଖାଇ କହିଲି। ସେ କହିଲେ, ଆଜି ରାତିରେ ଫୁଲଟି ଫୁଟିଯିବ। ତୁମେ ନନାଙ୍କୁ କହି ପୁରୀ ଯିବା ବ୍ୟବସ୍ଥା କର। ସ୍ୱାମୀଙ୍କର ଜରୁରୀ କାମ ଥିବା ଯୋଗୁଁ ସେ ଯିବାକୁ ମନା କରିଦେଲେ। ମୁଁ ପୁରୀ ମନ୍ଦିର ଅଫିସକୁ ଫୋନ କରିଥିଲି। ଏବେ ବେଳାବେଳି ଠାକୁରଙ୍କର ପହଡ଼ ପଡ଼ିଯାଉଛି। ଆମେ ଏଠୁ 7ଟାରେ ବାହାରି ଯିବା। ମୁଁ ନନାଙ୍କୁ କହିଲି, ଆସିଲା ବେଳେ ଆପଣ କଦଳୀପତ୍ର ଓ ତୁଳସୀ ଆଣିଥିବେ। ଆମେ ସେଇ କଦଳୀପତ୍ରରେ ଫୁଲକୁ ନେବା। ନନା ରାଜି ହେଲେ। ମୁଁ ସଞ୍ଜବେଳେ ସଞ୍ଜ ଦେଇ ବସିଛି ନନାଙ୍କୁ ଅପେକ୍ଷା କରି। ହଠାତ୍ ମୋ ଭାଉଜ ଅନୁ ପୁରୀରୁ ଫୋନ କଲା। ମୁଁ ତା ଆଗରେ ଫୁଲ ବିଷୟରେ ସବୁ କଥା କହିଲି। ସେ ସବୁ କଥା ଶୁଣି କହିଲା, ଅପା, ଆପଣ ଜାଣିପାରୁନାହାନ୍ତି, ଠାକୁର କାହିଁକି ଆପଣଙ୍କୁ ଜଣେଇ ନଥିଲେ। ସେଦିନ ଥିଲା ସୁନାବେଶ, ଲକ୍ଷ ଲକ୍ଷ ଲୋକଙ୍କର ସମାବେଶ। ଏତେ ଗହଳିରେ କ'ଣ ଆପଣ ଫୁଲ ଆଣି ଜଗନ୍ନାଥଙ୍କ ପାଖରେ ଦେଇପାରିଥାନ୍ତେ? ସେଇଥିପାଇଁ ଠାକୁର ଆପଣଙ୍କୁ ଜଣେଇଲେନି। ତା କଥା ଶୁଣି ମୋ ମନଟା ଟିକେ ହାଲକା ହେଇଗଲା। ଯାହା ହେଉ, प्रभु मते अनु द्वारा यही कथा कही मो मन को हल्का करदेले। मु अनुकु कहली
ଅନୁ ମୁଁ ଫୋନ୍ ରଖୁଛି, ନନା ଆସିଲେଣି। ଆମେ ଏବେ ପୂଜା କରି ବାହାରି ଯିବୁ ପୁରୀ। ନନା କଦଳୀ ପତ୍ରରେ ତୁଳସୀ ଭିତରେ ଫୁଲକୁ ରଖି କଦଳୀ ପଟୁକାରେ ବାନ୍ଧି ମୋ ହାତରେ ଦେଲେ। କହିଲେ ତମେ ଫୁଲକୁ ଧର। ମୁଁ ଫୁଲ ପୁଡ଼ିଆଟିକୁ ଧରି ଆମ ଘର ଜଗନ୍ନାଥଙ୍କ ଫଟୋରେ ଛୁଆଇଁ ସୁମରଣ କରି ଜୟ ଜଗନ୍ନାଥ କହି ଆସି ଗାଡ଼ିରେ ବସିଲି। ମୁଁ, ନନା, ନାନୀ, ଡ୍ରାଇଭର ଆଉ 2 ଜଣ କୀର୍ତ୍ତନ ପିଲା ଆଉ 3 ଜଣ ନନାଙ୍କ ସାଙ୍ଗ, ଏହିପରି ଆମେ 9 ଜଣ ବାହାରିଲୁ। ଠିକ୍ 9ଟା ବାଜିବାକୁ 15 ମିନିଟ୍ ଅଛି। ଆମେ କଟକ ଛାଡ଼ିଲୁ ଖପୁରିଆ ପାଖରୁ। ପିଲାମାନେ ଜଗନ୍ନାଥଙ୍କ ଭଜନ ଓ କୀର୍ତ୍ତନ ଆରମ୍ଭ କଲେ। ଏତେ ସୁନ୍ଦର ଭାବରେ ସେମାନେ ଭଜନ ବୋଲୁଥାନ୍ତି, ଶେଷ ପଦଟି ଆମେ ବି ବୋଲୁଥାଉ। ସେହି ପରିବେଶଟି ଏତେ ଭକ୍ତିପୂର୍ଣ୍ଣ ଥିଲା, ତାହା କେବଳ ଅନୁଭବ କରିହେବ, ବ୍ୟକ୍ତ କରିହେବ ନାହିଁ। ତା ଭିତରେ ଆମେ କେତେବେଳେ ଆସି ବାଟମଙ୍ଗଳା ପାଖରେ ପହଞ୍ଚିଗଲୁଣି ଜଣାପଡ଼ିଲା ନାହିଁ। ମାଆଙ୍କୁ ପ୍ରଣାମ କରି ଯେତେବେଳେ ଫୁଲକୁ ଦେଖେ, ଫୁଲଟି ପୁରା ଫୁଟି ଯାଇଥିଲା। ମୁଁ ଖୁସିରେ ନନାଙ୍କୁ କହିଲି, ନନା ଫୁଲଟି ପୁରା ଫୁଟିଗଲା। ନନା କହିଲେ, ଫୁଟିବନି? ଏ ଯେଉଁ ପରିବେଶ, ୟା ଭିତରେ ନିଶ୍ଚୟ ଫୁଲ ଫୁଟିଯିବ। ନନା ସେଇ ଫୁଲରେ କର୍ପୂର ପକାଇଦେଲେ। ସେଇ ଗାଡ଼ି ଭିତରଟା ଦିବ୍ୟ ସୁଗନ୍ଧରେ ଭରି ଉଠୁଥିଲା। ନନାଙ୍କର ଜଣେ ସାଙ୍ଗ ଫୋନ୍ କଲା ନନାଙ୍କୁ, ତମେ କେଉଁଠି ହେଲଣି ବୋଲି। ନନା କହିଲେ, ଆମେ ବାଟମଙ୍ଗଳା ଛାଡ଼ିଲୁ। ସେ କହିଲେ, ଟାଉନ୍ ଥାନା ଆଗକୁ ଗାଡ଼ି ଛାଡ଼ୁନାହାନ୍ତି, ତମେ ସେଇଠି ପହଞ୍ଚି ମୋତେ ଫୋନ୍ କର। ମୁଁ ଯାଇ ଫୁଲଟିକୁ ନେଇ ଆସିବି, କାରଣ ବଡ଼ସିଂହାର ବେଶ ଆରମ୍ଭ ହେଲାଣି। ପ୍ରଭୁଙ୍କର ଅସୀମ କୃପା, ଆମ ଗାଡ଼ିକୁ ପୋଲିସ କେଉଁଠାରେ ବି ଅଟକାଇଲେନି। ଗାଡ଼ି ସିଧା ଆସି ଅରୁଣସ୍ତମ୍ଭ ପାଖରେ ରହିଲା। ସେତେବେଳେ ସମୟ ରାତି 10:15। ଡ୍ରାଇଭର ଆମକୁ କହିଲେ, ଆପଣମାନେ ଆଗେ ଯାଆନ୍ତୁ, ଆମେ ପଛରେ ଗାଡ଼ି ରଖିକି ଆସୁଛୁ। ମୁଁ, ନନା ଆଉ ନାନୀ ଆମେ 3 ଜଣ ଫୁଲକୁ ଧରି ଶୀଘ୍ର 22 ପାହାଚ ଅତିକ୍ରମ କରି ମନ୍ଦିରରେ ପହଞ୍ଚିଲୁ। ହଠାତ୍ ଭିତରୁ ଜଣେ ନନା ଆସି ମୋ ହାତରୁ ଫୁଲ ପୁଡ଼ିଆଟିକୁ ନେଇ ଚାଲିଗଲେ। ଠାକୁରଙ୍କର ବଡ଼ ସିଂହାର ବେଶ ଚାଲିଥାଏ। ପ୍ରଭୁ ଜଗନ୍ନାଥଙ୍କର ଜଣେ ସିଂହାରୀ ସେବକ ବେଶ କରାନ୍ତି। ତାଙ୍କ ନାଁ ନୃସିଂହ ନନା। ସିଏ ଆମ ନନାଙ୍କର ଚିହ୍ନା। ସେଇ ନନା ଫୁଲଟିକୁ ନେଇ ଜଗନ୍ନାଥଙ୍କ ମୁଣ୍ଡରେ ଲଗାଇଦେଲେ। ସେତେବେଳର ସେଇ ପରିବେଶ, ସେଇ ଅନୁଭୂତି କେବଳ ଅନୁଭବ କରିହେବ, ବ୍ୟକ୍ତ କରିହେବ ନାହିଁ। ମନରେ କୋହ, ଆଖିରେ ଲୁହ। ହାତ ଯୋଡ଼ି ମୁଁ ପ୍ରଭୁଙ୍କୁ ଚାହିଁ ରହିଥାଏ। ଆଖିରୁ ଅଶ୍ରୁ ଧାର ଧାର ଗଡ଼ି ଚାଲିଥାଏ। ମନେ ମନେ କହୁଥାଏ, ପ୍ରଭୁ ଆପଣ ସତରେ ବଡ଼ ଦୟାଳୁ। ଆପଣଙ୍କୁ ଯିଏ ଯାହା ମାଗେ ତାଠାରୁ ଆପଣ ଅଧିକା ଦିଅନ୍ତି। ଏହି କୃପା ମୋ ଉପରେ ରଖିଥାଅ। ଦୀନବନ୍ଧୁ ନନାଙ୍କ ଡାକରେ ମୋ ଧ୍ୟାନ ଭାଙ୍ଗିଲା। ନନା କହିଲେ, ଆସ, ବେଢ଼ା ବୁଲି ମହାପ୍ରସାଦ ଖାଇ ଆମେ ଆସି ଜଗନ୍ନାଥଙ୍କର ପହଡ଼ ଦେଖିବା। ନନା ଭୋଗ ବରାଦ କରିଥିଲେ। ଆମେ ଗଲାରୁ ସେଠାରୁ ଆମକୁ ଠାକୁରଙ୍କ ପାଖରେ ଭୋଗ ଲାଗିଥିବା ସର, ଖୁଆ, ବିରି ପିଠା, ଘିଅ ପଖାଳ, କଦଳୀ ଭଜା ଦେଲେ। ନନା କହିଲେ, ଆପଣ ଠିକ୍ ଟାଇମ୍ରେ ଆସି ପହଞ୍ଚିଛନ୍ତି। ଆଉ 2 ମିନିଟ୍ ଡେରି ହେଇଯାଇଥିଲେ ଆଉ ଠାକୁର ଫୁଲ ଲଗାଇ ନଥାନ୍ତେ। ମୁଁ ପଚାରିଲି, କାହିଁକି? ସେ କହିଲେ, ବଡ଼ସିଂହାର ବେଶ ସରିଗଲେ ନନା ତଳକୁ ଆସିଗଲେ ଆଉ କୌଣସି ଜିନିଷ ଲାଗିପାରିବନି। ଆଜି ଆପଣଙ୍କର ସୌଭାଗ୍ୟ ଯେ ଆପଣ ଫୁଲ ଠାକୁରଙ୍କ ପାଖରେ ଲାଗିଲା। ଆଉ 4ଟି ବ୍ରହ୍ମକମଳ ଆସିଥିଲା, କିନ୍ତୁ ଲାଗି ହୋଇପାରିଲା ନାହିଁ। ମୁଁ ଠାକୁରଙ୍କ ପାଖରେ ଶତ ଶତ ପ୍ରଣାମ କରି ବାହାରକୁ ବାହାରିଲି। ଠାକୁରଙ୍କର ପହଡ଼ ପଡ଼ିଲା। ସିଂହଦ୍ୱାର ବନ୍ଦ ହୋଇଯାଇଥାଏ। ଆମେ ଛୋଟ ଦ୍ୱାର ଦେଇ ବାହାରକୁ ବାହାରି ଆସିଲୁ। ଅରୁଣସ୍ତମ୍ଭ ପାଖରେ ହଠାତ୍ ଜଣେ ହାତରେ ବେତ ଧରି ମୋ ପାଖକୁ ଆସି କହିଲେ, ମିନିଟର ଖେଳ, ଆଉ 2 ମିନିଟ୍ ଡେରି ହୋଇଯାଇଥିଲେ ଖେଳ ସରିଯାଇଥାନ୍ତା। ଠାକୁର ଯେମିତି ତମକୁ ଅନେଇ ବସିଥିଲେ। ମୁଁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ହାତ ଯୋଡ଼ି ପ୍ରଣାମ କରି କହିଲି, ସବୁ ସେଇ ପ୍ରଭୁଙ୍କର ଇଚ୍ଛା। ସେତେବେଳକୁ ସମୟ ପାଖାପାଖି ରାତି 12ଟା ହୋଇଥିଲା। ଆମେ ସମସ୍ତେ କଟକ ଅଭିମୁଖେ ଯାତ୍ରା କଲୁ। ସବୁଦିନ ପାଇଁ ବ୍ରହ୍ମକମଳଟି ମୋ ମନରେ ଚିରସ୍ମରଣୀୟ ହୋଇ ରହିଗଲା। ଆଜି ପାଇଁ ରହିଲି। ନମସ୍କାର। ଜୟ ଜଗନ୍ନାଥ।